ସମୟ ପୂର୍ବରୁ ନା କିଛି ମିଳିଛି ନା କିଛି ମିଳେ। ସମୟ ଆସିଲେ ଆମକୁ ଠିକ୍ ସମୟରେ ଠିକ୍ ଜିନିଷଟି ମିଳେ। ସମୟ ପୂର୍ବରୁ ବ୍ୟସ୍ତ ବିବ୍ରତ ହୋଇ ଆମେ ଅନେକ ତରବରିଆ ନିଷ୍ପତ୍ତି ନେଇଯାଆନ୍ତି। ଆମେ ନିଜର ଧୈର୍ଯ୍ୟ ରଖିପାରନ୍ତି ନାହିଁ। ଆମେ ସେ ସମୟକୁ ଅପେକ୍ଷା କରନ୍ତି ନାହିଁ। ସେ ସମୟ ଆସିଲେ ଯେ ଆମର ଏଇ କାମଟି ସକ୍ସେସ୍ ହେବ କିମ୍ବା ଆମକୁ ଏଇ ଜିନିଷଟି ମିଳିବ, ସେତେ ପର୍ଯ୍ୟନ୍ତ ଆମର ଧୈର୍ଯ୍ୟ ରୁହେ ନାହିଁ। ଆମେ କେବେ ବି ସେତେ ପର୍ଯ୍ୟନ୍ତ ନିଜକୁ ଷ୍ଟେବଲ୍ ରଖିପାରନ୍ତି ନାହିଁ। ବହୁତ ବିଚଳିତ ହୋଇଯାଏ ଆମର ମସ୍ତିଷ୍କ। ବହୁତ ଭାବାବେଗ ସହ ଆମେ ଅନେକ ପ୍ରକାରର ଭୁଲ କାମ କରି ବସନ୍ତି। ହେଲେ ଗୋଟିଏ କଥା କହିବି ଆଜ୍ଞା, ଠିକ୍ ସମୟରେ ଠିକ୍ କଥା ସବୁବେଳେ ଆପଣଙ୍କ ଜୀବନରେ ଘଟିବ। ଏଇଟା ଭଗବାନଙ୍କର ନିଷ୍ପତ୍ତି, ଭଗବାନଙ୍କର ଇଚ୍ଛାରେ ଏଠି ସବୁ କିଛି ହେଉଛି। ସେଇଥିପାଇଁ ସମୟକୁ ଅପେକ୍ଷା କରନ୍ତୁ। କିଏ ଆଜି ଆପଣଙ୍କୁ ନିନ୍ଦା ଦେଇଛି ତ ସମୟକୁ ଅପେକ୍ଷା କରନ୍ତୁ। କିଏ ଆପଣଙ୍କୁ ଆଜି ଭଲ ପାଇଛି ତ ସମୟକୁ ଅପେକ୍ଷା କରନ୍ତୁ। କିଏ ଆପଣଙ୍କୁ ଆଜି ବହୁତ କ୍ଷତି କରିଛି, ଆପଣଙ୍କର ବହୁତ କ୍ଷତି କରିଛି, ସମୟକୁ ଅପେକ୍ଷା କରନ୍ତୁ। ସମସ୍ତଙ୍କ ପାଇଁ ସମୟ ଆସେ ଆଜ୍ଞା, ଆଉ ସବୁବେଳେ ବି ସମୟ ଠିକ୍ ନଥାଏ। ସେଇଥିପାଇଁ ଅପେକ୍ଷା ଠିକ୍ ସମୟକୁ କରିବା ନିହାତି ଜରୁରୀ। ଏଇ ତ ଜୀବନର କଥା।